Narayana Das sir, District Public Health Officer DHS Gosipati sir, will elaborately about this wallets. And this class goes to respected principal sir, and all witnesses and all students. AIDS is the acquired immunodeficiency syndrome. ଯେତେବେଳେ ବଡି ଆଫେକ୍ଟ କରେ ଭାଇରସ ସେଟା ମଲ୍ଟିପ୍ଲିକେସନ ହୁଏ ତେଣୁ ସେଟା ତିନିଟା ଷ୍ଟେଜ ଦେଇକି ସେଟା ଯାଏ ଏଡ୍ ଷ୍ଟେଜ। ଫାର୍ଷ୍ଟ ହେଲା ଆକ୍ୟୁଟ୍ ଷ୍ଟେଜ, ଦେନ୍ କ୍ରୋନିକ୍ ଷ୍ଟେଜ, ଦେନ୍ ଏଡ୍ସ। ତେଣୁ ଆକ୍ୟୁଟ୍ ଷ୍ଟେଜରେ ସେଟା ବଡି ଭିତରେ ଏଟା ଏଣ୍ଟ୍ରି କଲା ପରେ ମଲ୍ଟିପ୍ଲିକେସନ ହେବ। ମଲ୍ଟିପ୍ଲିକେସନ ହେଇକି ଗ୍ରୋଥ ଅଧିକା ହେବ, ତାପରେ ଫିଭରିଶ ଫିଭର ଲାଗିବ, ରାସ୍ ହେବ, ଜଏଣ୍ଟ ପେନ୍ ହେବ, ଏସବୁ ଜିନିଷ ହେବ। ତେଣୁ ସେଇ କେସରେ ଯଦି ଜଣେ ସସ୍ପେକ୍ଟ କଲା, ଯଦି ସେମିତି ଭଲରେବୁଲ ପୁରୁଷ ଅଛନ୍ତି ଯେଉଁମାନେ ସେକ୍ସ ୱାର୍କର୍ସ କିମ୍ବା ଯେଉଁମାନେ ବାହାରକୁ ଯାଇଥିବେ ବିଭିନ୍ନ ପ୍ରକାର ସେକ୍ସୁଆଲ ଇଭେଣ୍ଟ କରିଥିବେ, ସେମାନେ ଟିକେ ସସ୍ପେକ୍ଟ କରିବେ, ସେମାନେ ନିଜେ ବି ଟେଷ୍ଟ କରିପାରିବେ। ଆମର ଏଠି ଅଛି DHSରେ ଆମର ସବୁ ଟେଷ୍ଟିଂ ସେଣ୍ଟର ଅଛି, ସବୁ ICTC ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର, ସେ ନିଜେ ଯାଇ କରିପାରିବେ। আমার তিনটা চারটা মাধ্যম আছে বডিরে কেমতি এটা ভাইরাসটা এন্ট্রি করে ভিতরে আছে। যদি গোটে নিলে সমস্ত ড্রগ নথিব আপনি দেখতে তেমন সেগুড়াক স্টেরিলাইজ নিডলি হইনথিব, সেগুড়াক বহুত রোগ দেবে, সেটা গোটে বাধা অনস্টেরিলাইজ নিডলি। থার্ড জিনিস হল আমার ব্লড ট্রান্সফিউশন, ইনফেক্টেড ব্লড যদি দেলা সেটি হইপারে। আর ফোর্থ হল আমার মদর টু চাইল্ড, যদি মদর আফেক্টেড ଅଛି HIV দ্বারা তাহলে ଛୁଆକୁ ହେବାର ଚାନ୍ସ ଅଛି। ତେଣୁ HIV ମାଧ୍ୟମରେ ଆମର ବଡିକି ଆସିଥାଏ HIV। ତାପରେ HIV ଆସିଲା ପରେ ବଡିର କୋଉ ପାର୍ଟକୁ ସେ ଫାଷ୍ଟ ଆଫେକ୍ଟ କରେ, ଏଇଟା ହେଉଛି ଇମ୍ୟୁନୋଡେଫିସିଏନ୍ସି ଭାଇରସ। ତେଣୁ ଆଗ ଟି ଲିମ୍ଫୋସାଇଟ୍ ଆଫେକ୍ଟ କରେ। ବଡିରେ ଆମର ଲିମ୍ଫୋସାଇଟ୍ ଅଛି, ଜାଣିଥିବେ RBC, WBC, ପ୍ଲାଟେଲେଟ୍ସ ସବୁ ଅଛି, ଯାହା ଯାହା ସବୁ କାମ ଜାଣିଥିବେ। ତେଣୁ ଏ ଫାଷ୍ଟ ଆଫେକ୍ଟ କରିବ ଟି ଲିମ୍ଫୋସାଇଟ୍। ଟି ଲିମ୍ଫୋସାଇଟ୍ ଆଫେକ୍ଟ କଲେ ତାର ଗୋଟେ CD4 କାଉଣ୍ଟ ଅଛି। ଆମର ୟୁଜୁଆଲି ଗୋଟେ ନର୍ମାଲ ପର୍ସନର CD4 କାଉଣ୍ଟ 500 to 1200, 500 to 1200 ଭିତରେ ରହିବା କଥା। କିନ୍ତୁ CD4 କାଉଣ୍ଟ କମିଲେ ଆମର ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ ଦେଖାଯିବ। ତେଣୁ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମଟା ଥାର୍ଡ ଷ୍ଟେଜ। ସେଇ ଷ୍ଟେଜକୁ ଗଲା ପରେ ଗୋଟେ ଲୋକ ବଞ୍ଚିବା ବହୁତ କଷ୍ଟ। କିନ୍ତୁ ଯଦି ଫାଷ୍ଟରେ ଧରା ପଡ଼ିଲା, ତାପରେ ଆମର ସବୁ ଅଛି ସାର୍ କହିଲେ ହାର୍ଟ ହାଇ ଆକ୍ଟିଭ କହିଲେ ତାକୁ ପାଖେ କହିଦେଇଛନ୍ତି। ଆଉ ଆମର ସ୍ଲାଇଡ୍ କାମ ଆଣିଛି, ଟିକେ ଭଲ ବୁଝେଇବା, ଆମର କାଉନ୍ସିଲର ଅଛନ୍ତି, ଆପଣଙ୍କୁ ବୁଝେଇ ଦେବେ।